ମୋହନ ନବୀନ ସରକାର ଯାହା କରିଥିଲା ମୋହନ ସରକାର କଣ କରୁଛି ଏପର୍ଯ୍ୟନ୍ତ କିଛି କରିପାରିନି। 6 ମାସରେ କିଛି ହେଇପାରିବନି। ଆଉ କେତେ ଦିନ ଅପେକ୍ଷା କରିବେ? ଅପେକ୍ଷା ସେ କରିପାରିବନି 5 ବର୍ଷରେ। କଣ କି ଜଣା ପଡୁନି ତା ସୁଭଦ୍ରା ଯୋଜନା ଚାଲିଛି ଆଉ କଣ କରୁଛୁ। ଆପଣ 25 ବର୍ଷରେ ତାଙ୍କୁ ସୁଯୋଗ ଦେବେ? ନବୀନ କିଏ ସହଯୋଗ ଦେଲେ ବି ଦେଖାଯାଏ ସମୟ କହିବ କଣ ହବ। ଆପଣଙ୍କୁ ଲାଗୁଛି ନବୀନ ବାବୁଙ୍କର କିଛି ଭଲ କଥା ଯାହା ଓଡ଼ିଶାବାସୀଙ୍କୁ ଜଣାଇବାକୁ ଚାହିଁବେ ଆପଣ? ଓଡ଼ିଶା ଭଲ ବର୍ତ୍ତମାନ ଆମ ଓଡ଼ିଶା ସାରା ଦେଖିଲେ ଯେ ବସ୍ ଟର୍ମିନାଲ ସବୁ ପ୍ରତ୍ୟେକ ଜାଗାରେ କରିଛି। ସେ ଜାଗା ଗୁଡା ଏକଦମ ବଢିଆ କରିଛି। ବହୁତ ସୁବିଧାଜନକ କରିଛି। ଆଗରୁ ଏତେ ସୁବିଧାଜନକ ନଥିଲା। 25 ବର୍ଷ ଭିତରେ ସେ ଯାହା କରିଛି ନ କହିବା ଭଲ। ତେଣୁ ସେମାନେ 25 ବର୍ଷ ରହିଲେ କଣ କରିବେ ସମୟ କହିବ। କିନ୍ତୁ ଆପଣ ସାଥ ଦେବେ ବିଜେପିର? ନିଶ୍ଚିତ ଡବଲ ଇଞ୍ଜିନ ମାନିବେ? ଆଣିବେ। ତେବେ ବିଜେଡିର କଣ ଏମିତି ଅସୁବିଧା ହେଲା ଯୋଉଠି ବିଜେଡି ହାରିବ? ଅସୁବିଧାଟା ହେଲା କେବଳ ପାଣ୍ଡିଆନ ହଉଛି ଅସୁବିଧା କଲା। କିନ୍ତୁ ପାଣ୍ଡିଆନଙ୍କୁ ଆପଣ ମାନେ ହିଁ ଦେଇଥିଲେ କି ଆମେ ପାଣ୍ଡିଆନକୁ ଧରିନଥିଲୁ ନବୀନ ବାବୁ। ଆଚ୍ଛା, ଆପଣ କିନ୍ତୁ ପ୍ରକୃତରେ ବିଜେଡି ଲୋକ ତ ରାଗରେ ଦେଇଥିଲେ ବିଜେପି ପ୍ରକୃତ କଥା ଯେ ଠିକ କଥା। ନବୀନ ବାବୁ ବଦଳରେ ଯଦି ଆଉ କିଏ ପ୍ରଚାର ପ୍ରସାର କରିଥାନ୍ତା ତାହେଲେ ସେ ଗୋଟେ ପ୍ରଚାର ହେଇଥାନ୍ତା। କିନ୍ତୁ ଏଇ ଯୋଉ ପାଣ୍ଡିଆନ ପ୍ରଚାର କଲା ସମସ୍ତଙ୍କର ଗୋଟେ ଲକ୍ଷ୍ୟ ରହିଲା ଅଲଗା। ରହିଲେ ପାଣ୍ଡିଆନ କାଳି ବେଳେ କଣ କରିଦବ କି ହଁ ବିଭିନ୍ନ ପ୍ରକାର ସମସ୍ୟା। ତେଣୁ ପାଣ୍ଡିଆନ ଗତିକୁ ସବୁ ମନ୍ତ୍ରୀ ଦଉଲେ ନବୀନ ବାବୁ ଗତିକି କେହି ଗଲେନି। ପାଣ୍ଡିଆନ ହେଲା। ତେଣୁ କାଲି ସକାଳେ କଣ କରିବ ସେଇଗୁଟା ଭୟଭୀତ ହେଇକି ତାକୁ ଦେଇଛନ୍ତି। ଇଏ 5 ବର୍ଷ ଦେଖାଯାଏ କଣ ହଉଛି। ତେବେ ନବୀନ ବାବୁ ହାତ ହଲୁଥିଲା ଏବେ ତ ହଲୁନି। ଏବେ ଠିକ ଅଛି। ସେତେବେଳେ କଣ ହେଇଥିବ କିଏ କହିବ। କଣ କଲା? ସେଇ ତ ବିଜେଡି ଲୋକ ହିଁ ତାକୁ ନବୀନ ବାବୁ ଘେରିକି ରହୁଥିଲେ। ବାସ୍ କଥାଟା ଭିଲିଆନ କିଏ? ଭିଲିଆନ ନିଶ୍ଚୟ ତ ପାଣ୍ଡିଆନ ଆଉ ସେ ବିଜେଡି ଲୋକ ଆଉ କୋଉ ଲୋକ ସିଏ ପାଣ୍ଡିଆନ ବିଜେଡି ଲୋକ। ସେଇ ବିଜେଡି ଲୋକକୁ ଲାଗୁଛି ଡବଲ ଇଞ୍ଜିନ ସରକାର ବିଜେଡି ଠାରୁ ଭଲ କାମ କରିବେ। ସେଟା କାହିଁ ଆମେ ଜଣା ପଡୁନି। ମତେ କାହିଁ ଭଲ ଜଣା 25 ବର୍ଷ ରହିଲେ କଣ କରିବ? ତ ସବୁ କରିଦେଇଛି କଣ କରିବ? ସେ ଖାଲି ରଙ୍ଗ ଚେଞ୍ଜ କରୁଛି। ଖାଲି ରଙ୍ଗ ଚେଞ୍ଜ ଫାଇଦା କଣ ଅଛି? ବର୍ତ୍ତମାନ ଯୋଉ ରଙ୍ଗଟା ହେଇଥାଏ ସେ ଆଚ୍ଛା ଗୋଟେ ଚିନ୍ତା କରନ୍ତୁ। ସେ ଲେଖିଲା ହଉଛି ଇଏ ବସ ଲକ୍ଷ୍ମୀ ବସ। ତା ପରିବର୍ତ୍ତେ ଆଉ ଗୋଟେ ବସ ଆସିଲା କଣ ସେ ଲକ୍ଷ୍ମୀ କଣ ଠାକୁରଙ୍କର ଲକ୍ଷ୍ମୀ ନୁହଁ ସାରା ଜଗତର ହଉଛି ଲକ୍ଷ୍ମୀ। ଲକ୍ଷ୍ମୀଟା କାଟିକି କାଟିବାର କଣ କାରଣ ହେଲା? ରଙ୍ଗ ବଦଳିଲା କଣ? ରଙ୍ଗ ବଦଳିଲେ ତାଙ୍କର ପ୍ରତୀକ ଚିହ୍ନ ରଙ୍ଗ ବଦଳିଲେ ଲକ୍ଷ୍ମୀ ବସ ରଖିବା କଥା ନମ୍ବର 1।